ଦଶମ ଅଧ୍ୟାୟରେ ତୁମମାନଙ୍କୁ ସ୍ୱାଗତ କରୁଛି। ଏହି ଅଧ୍ୟାୟରେ ପଠନ ନିମନ୍ତେ ଉଦ୍ଦିଷ୍ଟ ପ୍ରବନ୍ଧ ପର୍ବତାରୋହୀ କଳ୍ପନା ଦାସଙ୍କ ବାବଦରେ ଆମେ ପଢ଼ିବା ଏବଂ ଏହି ପ୍ରବନ୍ଧଟିକୁ ଆଲୋଚନା ମଧ୍ୟ କରିବା। ତ ଯିବା ତାହେଲେ ପିଲାମାନେ। ପର୍ବତାରୋହୀ କଳ୍ପନା ଦାସ। କଳ୍ପନା ଦାସ 7 ଜୁଲାଇ 1966 ମସିହାରେ ଢେଙ୍କାନାଳ ଜିଲ୍ଲାର କୁମ୍ଭାରସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଗୁଣନିଧି ଦାସ ଓ ମାତା ଶୈଳବାଳା ଦାସ। ପିଲାଦିନରୁ କଳ୍ପନା ଦାସ ଜଣେ ମେଧାବୀ ଛାତ୍ରୀ ଥିଲେ। 1988 ମସିହାରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ଏହାପରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ 1991 ମସିହାରେ ଓକିଲାତି ପାସ୍ କରି ଜଣେ ଉତ୍ତମ ଆଇନଜୀବୀ ଭାବରେ ଓଡ଼ିଶାରେ ନିଜକୁ ବେଶ୍ ପରିଚିତ କରିପାରିଥିଲେ। ହେଲେ ତାଙ୍କ ଜୀବନର ସ୍ୱପ୍ନ ଥିଲା ସୁଦୂର ପ୍ରସାରୀ। ସେଥିପାଇଁ ପରବର୍ତ୍ତୀ ସମୟରେ ସେ ନିଜକୁ ଜଣେ ପର୍ବତ ଆରୋହୀ ଭାବେ ପ୍ରସ୍ତୁତ କରିଥିଲେ। କଳ୍ପନା ଦାସ ପ୍ରଥମ ଥର 2004 ମସିହାରେ 7300 ଫୁଟ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରିଥିଲେ। ପୁନର୍ବାର 2006 ମସିହାରେ ତାହାକୁ ଆରୋହଣ ପାଇଁ ଚେଷ୍ଟା କରି ଖରାପ ପାଣିପାଗ ହେତୁ ଅସଫଳ ହୋଇଥିଲେ। ଏଥିରେ କଳ୍ପନା କେବେ ହାର ମାନି ନଥିଲେ, ବରଂ ପୁଣି ଥରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ତାଙ୍କ ସହିତ ଆଉ 5 ଜଣ ପର୍ବତାରୋହୀ ଏହି ଯାତ୍ରାରେ ଭାଗ ନେଇଥିଲେ। ଶେଷରେ ସେ 21 ମେ 2008 ମସିହାରେ ମାଉଣ୍ଟ ଏଭରେଷ୍ଟର ସର୍ବୋଚ୍ଚ ଶିଖରରେ ପହଞ୍ଚି ଭାରତର ବିଜୟ ଧ୍ୱଜାକୁ ଉତ୍ତୋଳନ କରିଥିଲେ। କଳ୍ପନା ସମଗ୍ର ବିଶ୍ୱକୁ ପ୍ରମାଣିତ କଲେ ଯେ ଓଡ଼ିଶାର ମହିଳାମାନେ ଦୁଃସାହସିକ କାର୍ଯ୍ୟର ଆହ୍ୱାନକୁ ସମ୍ମୁଖୀନ ହେବାର ବେଶ୍ ସିଦ୍ଧହସ୍ତ। ସେ ସର୍ବଦା କହୁଥିଲେ ଯେ ତାଙ୍କ ଅଭିଯାନର ଉଦ୍ଦେଶ୍ୟ ମହିଳାମାନଙ୍କୁ ଦୁଃସାହସିକ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ସହ ବିଶ୍ୱ ଶାନ୍ତି, ଭ୍ରାତୃଭାବ ଓ ମହିଳା ସଶକ୍ତିକରଣ ବାର୍ତ୍ତା ବିସ୍ତାର କରିବା। କଳ୍ପନା 23 ମେ 2009 ମସିହାରେ ପୁଣି ଥରେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରୁଥିବା ସମୟରେ ଅସ୍ୱାଭାବିକ ଭିଡ଼ ହେତୁ ଅବତରଣ କଲାବେଳେ ଅସୁସ୍ଥ ହୋଇଯାଇଥିଲେ। କିଛି ସମୟ ପରେ ସେ ମୃତ୍ୟୁବରଣ କରିଥିଲେ। ସମ୍ପୂର୍ଣ୍ଣ ପ୍ରବନ୍ଧଟିକୁ ଥରୁଟିଏ ଆମେମାନେ ପଢ଼ିନେଲେ। ଏବେ ଆମେ ପ୍ରଶ୍ନ ଉତ୍ତର ଆଡ଼କୁ ଯିବା। ଦେଖିବା ତୁମ ବହିରେ କ'ଣ କ'ଣ ପ୍ରଶ୍ନ ସବୁ ଅଛି, ସେଗୁଡ଼ିକର ଆଲୋଚନା ମଧ୍ୟ କରିନେବା। ପିଲାମାନେ, ଏଇ 6ଗୋଟି ପ୍ରଶ୍ନକୁ ଏଥର ଆଲୋଚନା କରିନେବା। କଳ୍ପନା ଦାସଙ୍କ ଜନ୍ମ କେବେ ହୋଇଥିଲା? କହିପାରିବା ମାନେ କେବେ ହୋଇଥିଲା? ଅନୁଚ୍ଛେଦରେ ଦେଖିଲେ 7 ଜୁଲାଇ 1966 ମସିହାରେ ହୋଇଥିଲା। ଠିକ୍ ଅଛି ପିଲାମାନେ। କଳ୍ପନା ଦାସଙ୍କ ଜନ୍ମସ୍ଥାନ କେଉଁଠି? କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର। କହିପାରିବା କେଉଁଠି? ଢେଙ୍କାନାଳ ଜିଲ୍ଲା। ଠିକ୍ ଅଛି ପିଲାମାନେ। କେଉଁ ଗାଁରେ ମନେ ଅଛି? କହିପାରିବ? ଢେଙ୍କାନାଳ ଜିଲ୍ଲାର କୁମ୍ଭାରସାହିରେ ଜନ୍ମଗ୍ରହଣ କରିଥିଲେ। କଳ୍ପନାଙ୍କ ପିତାଙ୍କ ନାମ କ'ଣ ଥିଲା? କଳ୍ପନାଙ୍କ ପିତାଙ୍କ ନାମ ଥିଲା ଗୁଣନିଧି ଦାସ। କଳ୍ପନାଙ୍କ ମାତାଙ୍କ ନାମ କ'ଣ ଥିଲା? ପ୍ରଶ୍ନ ଅଛି। ମାତାଙ୍କ ନାମ ଶୈଳବାଳା ଦାସ। ଠିକ୍ ଅଛି ପିଲାମାନେ। କଳ୍ପନା କେଉଁ ବର୍ଷ ସ୍ନାତକ ଡିଗ୍ରୀ ଲାଭ କରିଥିଲେ? କହିପାରିବା ମାନେ କେଉଁ ବର୍ଷ ସ୍ନାତକ ଡିଗ୍ରୀ ଲାଭ କରିଥିଲେ? 1988 ମସିହାରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। କଳ୍ପନା ଦାସ କେଉଁ ପେଶାରେ ପ୍ରଥମେ ପରିଚିତ ଥିଲେ? କେଉଁ ପେଶାରେ ପ୍ରଥମେ ଥିଲେ ସେ? ଆଇନଜୀବୀ ଭାବରେ। ପ୍ରଥମେ ସେ ଓକିଲାତି କରୁଥିଲେ। ଠିକ୍ ଅଛି, ଆମେ ପଢ଼ିଲେ ପ୍ରଥମେ ସେ ଓକିଲାତି କରୁଥିଲେ, ଆଉ ଓକିଲାତି ଭାବରେ ସେ ପ୍ରସିଦ୍ଧି ଲାଭ ମଧ୍ୟ କରିଥିଲେ ପିଲାମାନେ। ତାପରେ ତାଙ୍କ ମନରେ ସ୍ୱପ୍ନ ଥିଲା ଯେ ସେ ପର୍ବତ ଆରୋହଣ କରିବେ। ସେଇ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ପ୍ରସ୍ତୁତ ହେଲେ। ତାପରେ ନିଜକୁ ସେ ପ୍ରସ୍ତୁତ କରିବା ଆରମ୍ଭ କଲେ। ସବୁଠୁ 7300 ଫୁଟ ମାଉଣ୍ଟ ଏଭରେଷ୍ଟକୁ ଚଢ଼ିବା ପାଇଁ ଯୋଜନା କରିବା ଜଣେ ସାହସୀ ଲୋକର କାମ ହେଇପାରେ। ଜଣେ ମହିଳା ଭାବରେ, ଓଡ଼ିଶାର ମହିଳା ଭାବରେ, ବିଶେଷ କରିକି ଆମ ନିକଟବର୍ତ୍ତୀ ଜିଲ୍ଲା ଢେଙ୍କାନାଳର ମହିଳା ଭାବରେ ଏହି ପ୍ରକାର ଦୁଃସାହସ ଛୋଟ ନୁହେଁ, ଏକ ବିରାଟ ଚିନ୍ତନ। ଠିକ୍ ଅଛି ପିଲାମାନେ, ପରବର୍ତ୍ତୀ କଥାକୁ ଯିବା। ସେ ପ୍ରଥମେ କେବେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ? ପ୍ରଥମେ
କେଉଁ ମସିହାରେ କରିଥିଲେ? ସେ ପ୍ରଥମେ ମାଉଣ୍ଟ ଏଭରେଷ୍ଟ 2004 ମସିହାରେ। ଠିକ ଅଛି, କରିକି ସେ ପ୍ରତ୍ୟାବର୍ତ୍ତନ କରିଥିଲେ। ମାଉଣ୍ଟ ଏଭରେଷ୍ଟକୁ ଚଢିଥିଲେ ସେତେବେଳେ ତା 7300 ଫୁଟ ଉଚ୍ଚା ଥିଲା। ଠିକ ଅଛି ପିଲାମାନେ, ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ। ଠିକ ଅଛି, 2006 ମସିହାରେ ଆରୋହଣ ପାଇଁ ସେ କାହିଁକି ଅସଫଳ ହେଲେ? କଣ ପାଇଁ ଅସଫଳ ହେଲେ କହିପାରିବା ଆମେ? କଣ ପାଇଁ? ଖରାପ ପାଣିପାଗ ଯୋଗୁଁ ସେ ଚଢି ପାରିଲେନି, ଅସଫଳ ହେଇକି ପୁଣି ଫେରି ଆସିଲେ। ଆଚ୍ଛା, ସେ ପ୍ରଥମ ଥର ତ ଚଢିଥିଲେ, ଦ୍ୱିତୀୟ ଥର କାହିଁକି ଚଢିବାକୁ ଚେଷ୍ଟା କରୁଥିଲେ? 2 ବର୍ଷ ପରେ ଶିଖରରେ ପହଞ୍ଚିବା ତାଙ୍କର ଲକ୍ଷ୍ୟ ଥିଲା। ସାଧାରଣତଃ ପର୍ବତାରୋହୀ ଏବଂ ଖେଳାଳୀମାନେ ସେମାନେ ପୁଣି ଥରେ ଭଲ ପ୍ରଦର୍ଶନ କରିବା ପାଇଁ ଆଶାୟୀ ରହନ୍ତି। ଏହା ତାଙ୍କର ଆତ୍ମବିଶ୍ୱାସର କଥା। ସେମାନେ ଅଧିକ ଆତ୍ମବିଶ୍ୱାସୀ ହୁଅନ୍ତି, ପୁଣି ଏକ ସଫଳତାକୁ ହାତେଇବା ପାଇଁ ସେମାନେ ଚେଷ୍ଟା କରନ୍ତି। କଳ୍ପନା ଦାସ ଠିକ ସେମିତି ଭାବରେ ଶିଖରରେ ପହଞ୍ଚିବାର ଉଦ୍ଦେଶ୍ୟ ରଖିଥିଲେ। ସେ 2006 ମସିହାରେ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ପାଣିପାଗ ଖରାପ ହେତୁ ସେ ଫେରି ଆସିଥିଲେ। ତୃତୀୟ କଥାକୁ ଯିବା, ସେ କେବେ ସଫଳତାର ସହିତ ଏଭରେଷ୍ଟ ଶିଖରରେ ପହଞ୍ଚିଲେ କହିପାରିବା ମାନେ? ସେ କେବେ ପହଞ୍ଚିଲେ? 21 ମେ 2008ରେ ଶିଖରରେ ପହଞ୍ଚିଲେ। ଠିକ ଅଛି ପିଲାମାନେ, ଏଭରେଷ୍ଟର ଶିଖରରେ ସେ ଯାଇକି ପହଞ୍ଚିଲେ। ସେଠାରେ ସେ କଣ କଲେ? ଭାରତର ବିଜୟ ଧ୍ୱଜାକୁ ସେଇଠାରେ କଣ କଲେ? ପୋତିଲେ, ଉତ୍ତୋଳନ କଲେ ସେଠି। ଠିକ ଅଛି ପିଲାମାନେ, କଳ୍ପନାଙ୍କ ଅଭିଯାନର ମୂଳ ଉଦ୍ଦେଶ୍ୟ କଣ ଥିଲା ବୋଲି ଭାବୁଛ? କହିପାରିବ? ମହିଳାମାନଙ୍କୁ ପ୍ରେରଣା ଦେବା, ଉତ୍ସାହିତ କରିବା, ଓଡ଼ିଶାର ମହିଳାମାନଙ୍କୁ ଜାଗ୍ରତ କରାଇବା, ଏଇ କଥା ଥିଲା। ସେ କେବେ ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରିଥିଲେ କହିପାରିବ ତମମାନେ? କେବେ? 2009 ମସିହାରେ ସେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରି ଅସଫଳ ହେଲେ। ଅତ୍ୟଧିକ ଭିଡ଼ ହେତୁ ତାଙ୍କୁ ଓହ୍ଲାଇବାରେ ଅସୁବିଧା ହେଲା। ତାପରେ ତାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହେଇଯାଇଥିଲା। ଆମେ ଜଣେ ସାହସୀ ଭଉଣୀଙ୍କୁ, ସାହସୀ ମାଙ୍କୁ ହରେଇଲେ ଆମ ମାଟିରୁ। ପିଲାମାନେ, ଇଏ ଥିଲା ଆମର ଏଇ ପଠନ ନିମନ୍ତେ ଉଦ୍ଦିଷ୍ଟ ପର୍ବତାରୋହୀ କଳ୍ପନା ଦାସଙ୍କ ବାବଦରେ ଉଦ୍ଦିଷ୍ଟ ପ୍ରବନ୍ଧରୁ ଆସିଥିବା ପ୍ରଶ୍ନଗୁଡ଼ିକର ଆଲୋଚନା। ବର୍ତ୍ତମାନ ଆମେ ବିଷୟବସ୍ତୁ ଭିତ୍ତିକ କିଛି ପ୍ରଶ୍ନକୁ ଆଲୋଚନାକୁ ନେବା ଏବଂ କଳ୍ପନା ଦାସଙ୍କ ବାବଦରେ ସବିଶେଷ ଜାଣିବା, ତାଙ୍କର ବ୍ୟକ୍ତିତ୍ୱ ଏବଂ ତାଙ୍କର ନିଷ୍ଠାକୁ ଆମେ ଭଲ ଭାବରେ ବୁଝିପାରିବା। ଯିବା ତାହେଲେ ପିଲାମାନେ, ଆମମାନଙ୍କ ପାଇଁ ସମୁଦାୟ 10ଟି ପ୍ରଶ୍ନ ରହିଛି। এই 10ଟି ଯାକ ପ୍ରଶ୍ନକୁ ଯଦି ଆମେ ଆଲୋଚନା କରିନେବା, ତାହେଲେ ନିଶ୍ଚିତ ଭାବେ ଆମେ এই ପ୍ରସଙ୍ଗଟିକୁ ଭଲ ଭାବରେ ବୁଝିପାରିବା। ତ ପିଲେ, କଳ୍ପନା ଦାସଙ୍କର ଏହି ପ୍ରସଙ୍ଗ। ପ୍ରଥମ ପ୍ରଶ୍ନକୁ ଯିବା। କଳ୍ପନା ଦାସଙ୍କ ଶୈଶବ ଜୀବନ ଓ ପରିବାରର ପୃଷ୍ଠଭୂମି ବିଷୟରେ ବିବରଣୀ ଦିଅ। କଳ୍ପନା ଦାସ 7 ଜୁଲାଇ 1966 ମସିହାରେ ଢେଙ୍କାନାଳ ଜିଲ୍ଲାର କୁମ୍ଭାର ସାହିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଗୁଣନିଧି ଦାସ, ମାତାଙ୍କ ନାମ ଶୈଳବାଳା ଦାସ। ସେ ପିଲା ଦିନରୁ ମେଧାବୀ ଛାତ୍ରୀ ଥିଲେ। ଏତିକି ଲେଖିବା, ସରିଲା। ଦ୍ୱିତୀୟ ପ୍ରଶ୍ନ, କଳ୍ପନା ଦାସଙ୍କ ଶିକ୍ଷାଗତ ଯାତ୍ରା କିପରି ଥିଲା? ସେ କେଉଁ କେଉଁ ସଂସ୍ଥାରୁ ଶିକ୍ଷା ଗ୍ରହଣ କରିଥିଲେ? ଉତ୍ତର ଆସିବ, ସେ 1988 ମସିହାରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ପରେ 1991 ମସିହାରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ଗ୍ରହଣ କରିଥିଲେ। ଏତିକି ଲେଖିବା ଆମେ। ତୃତୀୟତଃ, ଜଣେ ସଫଳ ଆଇନଜୀବୀ ହେଉଥିବା ସତ୍ତ୍ୱେ କଳ୍ପନା ଦାସ କାହିଁକି ପର୍ବତାରୋହଣକୁ ବାଛିଲେ? ଉତ୍ତର ଲେଖିବା, ସେ ଜଣେ ସଫଳ ଆଇନଜୀବୀ ଥିଲେ, କିନ୍ତୁ ତାଙ୍କ ସ୍ୱପ୍ନ ଅଧିକ ଉଚ୍ଚ ଥିଲା। ସେ ନିଜ ଜୀବନର କିଛି ଅସାଧାରଣ କାମ କରିବାକୁ ଚାହୁଁଥିଲେ। ଏହି କାରଣରୁ ସେ ପର୍ବତାରୋହଣକୁ ବାଛିଲେ। ଏଥିରେ ତାଙ୍କର ରୁଚି ମଧ୍ୟ ଥିଲା। ଆମେ ଏଇ କଥା ଲେଖିବା। ଠିକ ଅଛି ପିଲାମାନେ, ପରବର୍ତ୍ତୀ ପ୍ରଶ୍ନକୁ ଯିବା। 4 ନମ୍ବର ପ୍ରଶ୍ନ, କଳ୍ପନା ଦାସଙ୍କ ମାଉଣ୍ଟ ଏଭରେଷ୍ଟ ଆରୋହଣର ପ୍ରଥମ ପ୍ରୟାସ ବିଷୟରେ ଉଲ୍ଲେଖ କର। ଉତ୍ତର ଲେଖିବା, କଳ୍ପନା ଦାସ 2004 ମସିହାରେ ପ୍ରଥମ ଥର ପାଇଁ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ, କିନ୍ତୁ ସେ ସର୍ବୋଚ୍ଚ ଶିଖରକୁ ପହଞ୍ଚି ପାରିନଥିଲେ ଏବଂ ଫେରି ଆସିଥିଲେ। ମୁଁ ସେ କଥା ଆଲୋଚନା କରୁଥିଲି। ସର୍ବୋଚ୍ଚ ଶିଖର ପହଞ୍ଚିବା ପାଇଁ ସେ ପ୍ରୟାସ କରିଥିଲେ। କେବେ? ପୁଣି ଯାଇକି
2008ରେ 2 ବର୍ଷ ଅନ୍ତରରେ 2004ରେ ସେ ଚେଷ୍ଟା କରିଥିଲେ, ପାଣିପାଗ ହେତୁ ଫେରି ଆସିଥିଲେ, କିନ୍ତୁ 2008ରେ ସେ ସଫଳ ହେଇଥିଲେ। ଆଉ 2009ରେ ଆଉ ଥରେ ସେ ଚେଷ୍ଟା କରିଥିଲେ, ସେଠି ସେ ଜୀବନରୁ ଅସଫଳ ହେଇଗଲେ। କିନ୍ତୁ ଏକ ବିରାଟ ବାର୍ତ୍ତା ସାରା ଭାରତକୁ, ସାରା ବିଶ୍ୱକୁ ରଖିଦେଇ ଗଲେ। ଢେଙ୍କାନାଳ, ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଗୋଟିଏ ଝିଅ ମାଉଣ୍ଟ ଏଭରେଷ୍ଟର ଶିଖରରେ ଭାରତର ବିଜୟ ଧ୍ୱଜାକୁ ଉତ୍ତୋଳନ କରି ଗର୍ବିତ କରିଦେଲା ସାରା ଓଡ଼ିଶାବାସୀଙ୍କୁ, ଭାରତୀୟଙ୍କୁ। ପରବର୍ତ୍ତୀ ପ୍ରଶ୍ନରେ ଅଛି, 2006 ମସିହାରେ ସେ କାହିଁକି ଅସଫଳ ହେଲେ? ଏହି ଅନୁଭବ ତାଙ୍କୁ କିପରି ପ୍ରଭାବିତ କଲା? 2006 ମସିହାରେ ସେ ପୁଣି ଥରେ ଏଭରେଷ୍ଟ ଆରୋହଣ କରିବାକୁ ଚେଷ୍ଟା କଲେ, କିନ୍ତୁ ଖରାପ ପାଣିପାଗ ହେତୁ ଅସଫଳ ହେଲେ। ଏହି ଅସଫଳତା ସତ୍ତ୍ୱେ ସେ ହାର ମାନି ନଥିଲେ ଏବଂ ଆହୁରି ଅଧିକ ଦୃଢ ହୋଇ ପୁଣି ଏକ ଯୋଜନା ପ୍ରସ୍ତୁତ କଲେ ସେ ପରବର୍ତ୍ତୀ ବର୍ଷରେ ମାଉଣ୍ଟ ଏଭରେଷ୍ଟର ଶିଖରରେ ପହଞ୍ଚିବା ପାଇଁ। ଏଇ କଥା ଆମର ଏଇ ବିଷୟବସ୍ତୁରେ ରହିଛି। 21 ମେ 2008 ଏକ ପ୍ରସିଦ୍ଧ ତାରିଖ। କଳ୍ପନା ଦାସଙ୍କର ସଫଳତା କଣ ଥିଲା, ବିବରଣୀ ଦିଅ। 21 ମେ 2008 ମସିହାରେ ସେ ମାଉଣ୍ଟ ଏଭରେଷ୍ଟର ସର୍ବୋଚ୍ଚ ଶିଖରକୁ ପହଞ୍ଚି ଭାରତର ପତାକା ଉତ୍ତୋଳନ କରିଥିଲେ। ଏହା ତାଙ୍କ ଜୀବନର ସର୍ବବୃହତ ସଫଳତା ଥିଲା। এই କଥା ଏଠି ଆଲୋଚନା କଲେ। ବିଷୟବସ୍ତୁରେ ଆଉ ଏକ ପ୍ରଶ୍ନ, କଳ୍ପନା ଦାସଙ୍କ ଅଭିଯାନର ଉଦ୍ଦେଶ୍ୟ କଣ ଥିଲା? ସେ ସମାଜକୁ କେମିତିକା ସନ୍ଦେଶ ଦେଇଥିଲେ? ସେ ମହିଳାମାନଙ୍କୁ ଦୁଃସାହସିକ କ୍ରୀଡ଼ାରେ ଅଂଶଗ୍ରହଣ ପାଇଁ ପ୍ରେରିତ କରିବାକୁ ଚାହୁଁଥିଲେ। ବିଶ୍ୱ ଶାନ୍ତି, ଭ୍ରାତୃଭାବ, ମହିଳା ସଶକ୍ତିକରଣ ସନ୍ଦେଶ ଦେଉଥିଲେ। ପରବର୍ତ୍ତୀ ପ୍ରଶ୍ନରେ ରହିଛି, କଳ୍ପନା ଦାସଙ୍କ ଜୀବନର ସଂଘର୍ଷ ଓ ଦୃଢ଼ ସଂକଳ୍ପ ବିଷୟରେ ଆଲୋଚନା କର। କଳ୍ପନା ଦାସ ଜୀବନରେ ବହୁତ ବାଧା ସମ୍ମୁଖୀନ ହୋଇଥିଲେ, ତଥାପି କେବେ ହାର ମାନି ନଥିଲେ। ତାଙ୍କ ଦୃଢ଼ ସଂକଳ୍ପ, ପରିଶ୍ରମ ତାଙ୍କୁ ସଫଳ କରିଥିଲା। ଆମମାନେ ଏହି କଥାଟାକୁ ବୁଝିବା ମଧ୍ୟ, ଅନୁଭବ କରିବା ମଧ୍ୟ। 2009 ମସିହାରେ ମାଉଣ୍ଟ ଏଭରେଷ୍ଟ ଆରୋହଣ ସମୟରେ କଣ ଘଟିଥିଲା? ସେ 2008 ମସିହାରେ ମାଉଣ୍ଟ ଏଭରେଷ୍ଟର ଶିଖରରେ ପହଞ୍ଚିଥିଲେ, କିନ୍ତୁ 2009 ମସିହାରେ ପୁଣି ଥରେ ଏଭରେଷ୍ଟ ଆରୋହଣ କରିବା ପାଇଁ ଚେଷ୍ଟା କଲେ। ଅଧିକ ଭିଡ଼ ହେତୁ ଅବତରଣ ସମୟରେ ଅସୁସ୍ଥ ହୋଇ ପଡ଼ିଲେ ଏବଂ ପରେ ମୃତ୍ୟୁବରଣ କଲେ। ଠିକ ଅଛି ପିଲାମାନେ, କଳ୍ପନା ଦାସଙ୍କ ଜୀବନ ଓ ସଫଳତାରୁ ଆମେ କେଉଁ ଶିକ୍ଷା ଗ୍ରହଣ କରିବୁ? ତାଙ୍କ ଜୀବନରୁ ଆମେ ଦୃଢ଼ ସଂକଳ୍ପ, ପରିଶ୍ରମ ଓ ସାହସର ଶିକ୍ଷା ପାଇଲୁ। ସେ ଆମକୁ ଶିଖାଇଛନ୍ତି ଯେ ହାର ମାନିବା ଉଚିତ ନୁହଁ। ପିଲାମାନେ, କଳ୍ପନା ଦାସଙ୍କର ଏହି ଅଧ୍ୟାୟରେ ଆମକୁ ବାର୍ତ୍ତା ମିଳିଲା, ଆମେ ଦୃଢ଼ ସଂକଳ୍ପ, ଦୃଢ଼ ମନୋବଳ ସହିତ ପରିଶ୍ରମ କଲେ ସେଥିରୁ ନିଶ୍ଚିତ ଭାବରେ ସଫଳତା ମିଳିଥାଏ। କଳ୍ପନା ଦାସ ଆମ ଓଡ଼ିଶାର ଏକ ଝିଅ, ସେ ଓଡ଼ିଶାର ସମସ୍ତ ନାରୀ ଜାତିକୁ ଏକ ବାର୍ତ୍ତା ଦେଇଗଲେ। ସମସ୍ତ ନାରୀ ଜାତି ତାଙ୍କୁ ଆଦର୍ଶ ବୋଲି ମାନିବା ଉଚିତ। ଆଉ ଏଇ କଥାଟି ସମସ୍ତଙ୍କୁ ତମେମାନେ ପିଲା କହିବ, ତୁମ ସାଙ୍ଗସାଥୀଙ୍କୁ ଏଇ କଥାଟି କହିବ। ଏହା ହେଉଛି ଗୋଟେ ଜୀବନକୁ ପରିବର୍ତ୍ତନ କଲା ଭଳି କଥାଟିଏ, ବିଷୟବସ୍ତୁଟିଏ। এই ବିଷୟବସ୍ତୁକୁ ସମସ୍ତଙ୍କୁ କହିବ। ସମସ୍ତେ ଜାଣିବା ଦରକାର ଯେ କଳ୍ପନା ଦାସ କେମିତି ଜଣେ ଦୃଢ଼ ମହିଳା ଭାବରେ ଓଡ଼ିଶାକୁ ସାରା ବିଶ୍ୱରେ ପରିଚିତ କରିଛନ୍ତି। ପିଲାମାନେ, ପ୍ରବନ୍ଧର ଅନୁଚ୍ଛେଦ ଗୁଡ଼ିକୁ କେଉଁଭଳି ଭାବରେ ସଜ୍ଜିତ କରି ରଖାଯାଇଛି ସେ ସମ୍ବନ୍ଧୀୟ କଥା ଜାଣିବା ଆମର ଜରୁରୀ। କାହିଁକି? ଆମେ ଆଗକୁ ଏମିତି ରଚନା, ପ୍ରବନ୍ଧ ଇତ୍ୟାଦି ଲେଖିବା। ଅତଏବ ଆମେ ବୁଝି ରଖିବା ଦରକାର ଭାବଗୁଡ଼ିକ କେମିତି ଭାବରେ ସଜା ହୋଇ ରହିଛି। ତାହେଲେ ଏହି ପ୍ରବନ୍ଧଟିକୁ ଆମେ ଆଉ ଥରେ ବୁଝି ନେବା, ସେଇ କଥା ଜାଣିପାରିବା। ପର୍ବତାରୋହୀ କଳ୍ପନା ଦାସଙ୍କର ସାହସିକତା ଭରା ଏହି କଥାଟି 3ଟି ଅନୁଚ୍ଛେଦକୁ ନେଇ ଗଠିତ। ପିଲାମାନେ, ଆମେ ଟିକେ ଅନୁଚ୍ଛେଦ ଗୁଡ଼ିକୁ ଦେଖିବା। ପ୍ରଥମ ଅନୁଚ୍ଛେଦରେ କଳ୍ପନା ଦାସଙ୍କର ଶିକ୍ଷାଗତ ଯୋଗ୍ୟତା, ତାଙ୍କର ଜନ୍ମସ୍ଥାନ ଏବଂ ପର୍ବତାରୋହୀ ହେବା ପାଇଁ ନିଜକୁ ପ୍ରସ୍ତୁତି କରିବାର କଥା କୁହାଯାଇଛି। 3ଟି କଥା ଦିଆଯାଇଛି ଏଥିରେ। ପ୍ରଥମେ ତାଙ୍କର ଜନ୍ମ କଥା କୁହାଯାଇଛି ପିଲାମାନେ, ସେ କେଉଁଠି ଜନ୍ମ ହେଇଥିଲେ। ତାପରେ ତାଙ୍କ ଶିକ୍ଷା ବ୍ୟବସ୍ଥା ବିଷୟରେ କୁହାଯାଇଛି, ସେ କେଉଁଠି ଶିକ୍ଷା ଗ୍ରହଣ କରିଥିଲେ। ତାପରେ ନିଜକୁ ପ୍ରସ୍ତୁତି ସେ କେମିତି କରିଥିଲେ ସେଇ କଥା, ଏଇ ପ୍ରସ୍ତୁତି ନିଜକୁ କେମିତି କରିଥିଲେ ସେଇ କଥା ଏଠାରେ
ଦିଆଯାଇଛି ପ୍ରଥମ ଅନୁଚ୍ଛେଦଟିରେ। ଏଇ ଅନୁଚ୍ଛେଦଟିରେ ଦେଖିଲେ ପିଲାମାନେ, ଆମେ ଯେତେବେଳେ କୌଣସି ଲେଖାଟିଏ ଲେଖିବା, ଆମେ ଭାବକୁ ସମ୍ପ୍ରସାରଣ କରି ଅନୁଚ୍ଛେଦ ଗୁଡ଼ିକୁ ତିଆରି କରିବା ପିଲାମାନେ। ଏଇ କଥା ମନେ ରଖିବାକୁ ପଡ଼ିବ। ଯେମିତି ପର୍ବତାରୋହୀ କଳ୍ପନା ଦାସ ଏଇ କଥାରେ ପ୍ରଥମ ଅନୁଚ୍ଛେଦ ଜନ୍ମ, ଶିକ୍ଷା ଆଉ ନିଜକୁ ପ୍ରସ୍ତୁତି କରିବାର କଥା ରହିଛି। ତିନୋଟି କଥା ରହିଛି। ଠିକ ଅଛି ପିଲାମାନେ। ଦ୍ୱିତୀୟ ଅନୁଚ୍ଛେଦରେ କଳ୍ପନା ଦାସଙ୍କର ମାଉଣ୍ଟ ଏଭରେଷ୍ଟ ଚଢ଼ିବାର ପ୍ରଚେଷ୍ଟା ବର୍ଣ୍ଣନା କରାଯାଇଛି। ପ୍ରଥମ ଥର ସେ ଚଢ଼ିଲେ, ପୁଣି ଥରେ ଚଢ଼ିଲେ, ତୃତୀୟ ଥର ସଫଳ ହେଲେ, ଏଇ କଥା ଏଠାରେ କୁହାଯାଇଛି। ଅର୍ଥାତ୍ ଯଦି ଆମର ଏଇ ଗପଟି ତିନୋଟି ଅନୁଚ୍ଛେଦ ହୁଏ, ପ୍ରଥମ ଅନୁଚ୍ଛେଦଟିକୁ ଦେଖିବା ଆମେମାନେ, ଏହା ଧୀର ଭାବରେ ଆରମ୍ଭ ହୋଇଛି ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏଇ ମଝି ଅନୁଚ୍ଛେଦଟିରେ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯୋଉଟା ବାସ୍ତବ ଚିତ୍ର ତାର, ଯାହାକୁ ଆମେ କହିବା ଏଥିରେ ଥିବା କଥାବସ୍ତୁ, ପ୍ରକୃତ କଥାବସ୍ତୁ ଏଇଠାରେ ହିଁ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅନୁଚ୍ଛେଦ ହେଉଛି ଏଇ ମଝିରେ ଥିବା 2 ନମ୍ବର ଅନୁଚ୍ଛେଦଟି। ତୃତୀୟ ଅନୁଚ୍ଛେଦରେ ଧୀରେ ଧୀରେ କଥାଟି ସରିବାକୁ ଆରମ୍ଭ କରିଛି। ଆମେ ଏଇଟା ବୁଝିବା। ଧୀରେ ଧୀରେ କଥାଟି ସରିବାକୁ ଆରମ୍ଭ କରିଛି। କଣ ଅଛି ତୃତୀୟ ଅନୁଚ୍ଛେଦରେ ଦେଖିବା। କଳ୍ପନା ଦାସ ବିଶ୍ୱକୁ ନାରୀ ଶକ୍ତିର ପ୍ରଭାବ ଏବଂ ଓଡ଼ିଶାର ନାରୀ ଶକ୍ତି ଦୁଃସାହସିକ ଏବଂ ଆହ୍ୱାନମୂଳକ କାର୍ଯ୍ୟକୁ ସମ୍ମୁଖୀନ ହେବାର ସିଦ୍ଧହସ୍ତ ଏଇ ବାର୍ତ୍ତା ଦେଇଛନ୍ତି। ଏବଂ ଶେଷରେ ତାଙ୍କର ମାଉଣ୍ଟ ଏଭରେଷ୍ଟ ଆରୋହଣ କରୁଥିବା ସମୟରେ ଅସ୍ୱାଭାବିକ ଭିଡ଼ ହେତୁ ଅବତରଣ କଲାବେଳେ ଅସୁସ୍ଥ ହୋଇ ସେ ତାଙ୍କର ମୃତ୍ୟୁବରଣ କରିଥିଲେ କଥା ମଧ୍ୟ ବର୍ଣ୍ଣନା କରାଯାଇଛି। ଅର୍ଥାତ୍ ଶେଷ ଅନୁଚ୍ଛେଦଟି ପ୍ରକୃତରେ ଅନ୍ତିମ ଅନୁଚ୍ଛେଦର ସ୍ପର୍ଶ ପାଇଛି। ଏଇଭଳି ଭାବରେ ଏକ ବାସ୍ତବ କଥାଟି ଚିତ୍ରିତ କରାଯାଇଛି ଏଠାରେ ସାହିତ୍ୟ ଜରିଆରେ। ପିଲାମାନେ ଏଇ କଥା ଆମେ ବୁଝିଲେ। ତିନୋଟି ମୁଖ୍ୟ ଆଧାରକୁ ନେଇ ତିନୋଟି ଅନୁଚ୍ଛେଦ ସୃଷ୍ଟି ହେଇଛି। ପ୍ରଥମ ଅନୁଚ୍ଛେଦ, ଦ୍ୱିତୀୟ ଅନୁଚ୍ଛେଦ ଆଉ ତୃତୀୟ ଅନୁଚ୍ଛେଦ। ତିନୋଟି ମୁଖ୍ୟ ଆଧାରକୁ ନେଇକି ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ମିଶିକରି ପର୍ବତାରୋହୀ କଳ୍ପନା ଦାସଙ୍କର ବ୍ୟକ୍ତିତ୍ୱ ଏବଂ ତାଙ୍କର ସାହସିକତାକୁ ବର୍ଣ୍ଣନା କରୁଛନ୍ତି। ପିଲାମାନେ, ଆମେ ଅନୁଚ୍ଛେଦଟିକୁ ଭଲ ଭାବରେ ବୁଝିଲେ। ପିଲାମାନେ, କଳ୍ପନା ଦାସ ଏଭରେଷ୍ଟ ଶିଖରରେ ଭାରତର ଜାତୀୟ ଧ୍ୱଜାକୁ ଉତ୍ତୋଳନ କରି ଆସିଥିଲେ। ଏହା ଆମ ପାଇଁ ଖୁସିର କଥା, ସୁଖଦ କଥା, ଗୌରବର ମୁହୂର୍ତ୍ତ। ଆମେମାନେ ଦେଖିବା ଏଇ ଏଭରେଷ୍ଟ ରେଞ୍ଜ କେଉଁଠାରେ ଅବସ୍ଥିତ। ଆମେ ଦେଖୁଛନ୍ତି ଭାରତ ମାନଚିତ୍ର। ଗୁଜୁରାଟ, ଏଇଠାରେ ଗୁଜୁରାଟ, ଜମ୍ମୁ କାଶ୍ମୀର ରହିଲା। ଠିକ ଅଛି। ଏଇ ଯୋଉ ଭାରତ ଆଉ ନେପାଳ ବର୍ଡରରେ ଏଭରେଷ୍ଟ ରେଞ୍ଜ ଅବସ୍ଥିତ। ଏଇ ଅଞ୍ଚଳରେ ଏଭରେଷ୍ଟ ରେଞ୍ଜ ଅବସ୍ଥିତ। ଏଇ ଯୋଉ ଚିତ୍ରଟି ଆମେ ଦେଖୁଛନ୍ତି, ଏଇ ଚିତ୍ରଟି ଏଭରେଷ୍ଟ ରେଞ୍ଜର ଚିତ୍ର। ଏଥିରେ ଅନେକ ଗୁଡ଼ିଏ ଶିଖର ଅଛି। ତା ଭିତରୁ କେତୋଟି ଶିଖର ଆମକୁ ଦିଆଯାଇଛି? 5ଟି ଶିଖର ଦିଆଯାଇଛି। ଏଇ 5ଟି ଶିଖର ଭିତରୁ ସବୁଠାରୁ ବଡ଼ ଶିଖର ହେଉଛି ମାଉଣ୍ଟ ଏଭରେଷ୍ଟ, ଯାହାର ଉଚ୍ଚତା 8,849 ମିଟର। ବର୍ତ୍ତମାନ 52 ମିଟର ବୋଲି କହିଲେଣି, 8,852 ମିଟର ବୋଲି କହିଲେଣି। କିନ୍ତୁ 8,849 ମିଟରର ବର୍ତ୍ତମାନ ଆମ ପାଖରେ ତଥ୍ୟ ରହିଛି। ତା ଛଡ଼ା ଏ ସବୁ ଛୋଟ ଛୋଟ ଶିଖର ରହିଛି, ଯେ 8,485, 6,812, 8,516, 7,861, ଏମିତି ସବୁ ଶିଖର ମଧ୍ୟ ରହିଛି। ଏବଂ ସେଥିରେ ଗୋଟେ ଗୋଟେ ଜାଗାରେ କ୍ୟାମ୍ପ ରହିଛି, ଯେମିତି ଏଇଠି ଗୋଟେ କ୍ୟାମ୍ପ ଅଛି। ତେଣୁ ଯେତେବେଳେ ସେମାନେ ଚଢ଼ିଥିବେ ଏଇ ଶିଖରକୁ, ଯୋଜନା ମୁତାବକ ଏମିତି ଚଢ଼ି ଚଢ଼ି ଯାଇ ଶିଖରରେ ପହଞ୍ଚିଥିବେ। ବହୁ କଷ୍ଟ ପରିଶ୍ରମ ଲବ୍ଧ ଫଳ ମାଉଣ୍ଟ ଏଭରେଷ୍ଟରେ ଜାତୀୟ ପତାକା ଆମର ପ୍ରିୟ କଳ୍ପନା ଦାସ, ଆମରି ଭଉଣୀ, ଆମ ଅଞ୍ଚଳର, ଆମ ଓଡ଼ିଶାର ଲୋକ ଏଇ କଥା କରିପାରିଥିଲେ। ପିଲାମାନେ,
ତମେ ନିଶ୍ଚିତ ପ୍ରେରଣା ପାଇବ। ପିଲାମାନେ ଆମେମାନେ ବୁଝିଗଲେ ପର୍ବତାରୋହୀ କଳ୍ପନା ଦାସ ପ୍ରବନ୍ଧଟିକୁ। ତମମାନେ ମନ ଦେଇ କଥାକୁ ଶୁଣିଲ। ତୁମମାନଙ୍କୁ ଅନେକ ଅନେକ ଧନ୍ୟବାଦ, ଶୁଭେଚ୍ଛା। ଭଲରେ ଥିବ, ମନ ଲଗେଇ ପାଠ ପଢୁଥିବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।